जय जगन्नाथ सांगमाने नमस्कार। चलते आज शुणा माँ चंद्रहासिनी शिशु फिंगा घटना। छत्तीसगढ़ राज्य जाजंगीर और जम्पारा जिलार डम्बरास्थित निकटस्थ महानदी और मांड संगमस्थल में अवस्थित यही चंद्रपुर एवं चंद्रहासिनी मंदिर जोठारे कि माँ विराजमान होइछंती। माँ चंद्रहासिनी एहाकू सिद्ध शक्तिपीठ मध्य कुहाଯାଏ। माँ दुर्गांक 52ଟି सिद्ध शक्तिपीठ मध्यरु एहा मध्य एक सिद्ध शक्तिपीठ। माँ चंद्रहासिनी एही भव्य मंदिर किपरि भाबरे गठित होइथिला आसंतु टिके संक्षेपरे बुझिनेबा। थरे सम्बलपुर राजा चंद्रहास चंद्रपुर बाट देई जाउथिले। बाटरे गला बेले माँ चंद्रहासिनी महानदी कूଳରେ शयन करुथिले। महानदी कूଳରେ ଶୋଇଥିବା ଦ୍ୱାରା ଶୀତଳ ଜଳ ଓ ଶୀତଳ ପବନ ମାଙ୍କ ଦେହରେ ବାଜୁଥିଲା। ସେଥିପାଇଁ ସେ ମହାନଦୀ କୂଳରେ ଶୋଇଥିଲେ। ଏମିତି ମହାନଦୀ କୂଳ ଦେଇ ଗଲାବେଳେ ମାଙ୍କ ପାଦରେ ବାଜିଲା ରାଜାଙ୍କ ରଥର ଚକ। ବାଜିବା ମାତ୍ରେ ମା କିଛି ପ୍ରତିକ୍ରିୟା ଦେଲେ ନାହିଁ। କିନ୍ତୁ ଏମିତି କିଛି ଦିନ ଗଲା। ଥରେ ରାଜାଙ୍କ ସ୍ୱପ୍ନରେ ମା ଚନ୍ଦ୍ରହାସିନୀ ଆସିଲେ। ଆଉ କହିଗଲେ କେତୋଟି ବାକ୍ୟ। ଆଉ ସେଇ ବାକ୍ୟ ଗୁଡ଼ିକ ହେଲା, ଏ ଚନ୍ଦ୍ରପୁରର ମାଣ୍ଡ ଓ ମହାନଦୀ ସଙ୍ଗମ ସ୍ଥଳରେ ମୋର ଏକ ଭବ୍ୟ ମନ୍ଦିର ନିର୍ମାଣ କରିବୁ। ତା ସଙ୍ଗେ ମୋର ମୂର୍ତ୍ତି ସ୍ଥାପନା ମଧ୍ୟ କରିବୁ। ଏତିକି କହି ମା ସ୍ୱପ୍ନରୁ ଚାଲିଗଲେ। ଏହାପରେ ରାଜା ସେଠାକାର ଜମିଦାରଙ୍କ ସହିତ କଥାବାର୍ତ୍ତା ହେଲେ। ଆଉ ଜମିଦାରଙ୍କୁ ଦାୟିତ୍ୱ ମଧ୍ୟ ଦେଲେ। ସେହି ଜମିଦାର ସୁଚାରୁରୂପେ ସେହି ମନ୍ଦିରକୁ ସେ ନିର୍ମାଣ କଲେ ଓ ମା ଚନ୍ଦ୍ରହାସିନୀକୁ ନିଜର କୁଳଦେବୀ ଭାବରେ ପୂଜା ଅର୍ଚ୍ଚନା ମଧ୍ୟ କଲେ। ସେହି ଦିନଠାରୁ ନେଇ ଆଜି ପର୍ଯ୍ୟନ୍ତ ମା ଚନ୍ଦ୍ରହାସିନୀଙ୍କ ପୂଜା ଅର୍ଚ୍ଚନା ଚାଲି ଆସୁଛି। ଏ ଥିଲା ମାଙ୍କ ମନ୍ଦିରର ସ୍ଥାପନାର କାହାଣୀ। ଏହି ମନ୍ଦିରରେ ଏହିପରି ଅନେକ ଘଟଣା ଓ ଦୁର୍ଘଟଣା ଘଟି ସାରିଛି। ସେଥିମଧ୍ୟରୁ ଆମେ ଏକ ଅନ୍ୟତମ ଘଟଣା ଉପରେ ଆଲୋଚନା କରିବା। କେତେକ ସ୍ଥାନୀୟ ଲୋକଙ୍କ ମତରେ ଥରେ ଶିଶୁର ପିତା ଶିଶୁକୁ ମହାନଦୀକୁ ଫିଙ୍ଗିବା ପାଇଁ ଜୀବନରୁ ମାରିଦେବା ପାଇଁ ମହାନଦୀ ଅଭିମୁଖେ ଆସୁଥିଲା। ସମସ୍ତ ବ୍ୟବସ୍ଥା ପରେ ଶିଶୁର ପିତାଟି ମହାନଦୀ ସେତୁ ଉପରକୁ ଆସିଥିଲେ। ସେ ଆଉ କିଛି ନ ଭାବି ଶିଶୁଟିକୁ ମହାନଦୀ ଗର୍ଭରେ ଫିଙ୍ଗିଦେଲେ। ଶିଶୁକୁ ଫିଙ୍ଗିଦେବା ପରେ ଶିଶୁଟି ଯାଇ ମହାନଦୀ ଗର୍ଭରେ ପଡ଼ିଥିଲା। ଠିକ୍ ସେତିକି ବେଳେ ଚନ୍ଦ୍ରପୁରର ମା ଚନ୍ଦ୍ରହାସିନୀଙ୍କର ଅପାର କୃପା ଦେଖିବାକୁ ମିଳିଲା। ହଠାତ୍ ସେ ମହାନଦୀ ଗର୍ଭରେ ଯାଇ ମା ପ୍ରକଟ ହେଲେ। ସଙ୍ଗେ ସଙ୍ଗେ ସେ ଛୁଆଟିକୁ ମହାନଦୀ ଗର୍ଭରୁ ଉଦ୍ଧାର କରି ମହାନଦୀ କୂଳକୁ ଆଣିଲେ। ସ୍ଥାନୀୟ ଲୋକମାନେ କହନ୍ତି, ସେହି ଶିଶୁଟିକୁ ଉଦ୍ଧାର କଲା ପରେ ଶିଶୁଟି ଆଜି ମଧ୍ୟ ମା ଚନ୍ଦ୍ରହାସିନୀଙ୍କ ସେବା ଯତ୍ନରେ ମଗ୍ନ ହୋଇ ରହିଛି। ଯେବେଠାରୁ ଏ ଘଟଣାଟି ଘଟିଛି, ସେହିଦିନଠାରୁ ମାଙ୍କର ନୀଳା ଓ ଅପାର କୃପା ତାଙ୍କ ଭକ୍ତମାନଙ୍କ ମନ ଭିତରେ ଏକ ସ୍ୱତନ୍ତ୍ର ଭାବ ସୃଷ୍ଟି କରିଦେଇଛି। ସେଇଥିପାଇଁ ଆଜି ମଧ୍ୟ ଚନ୍ଦ୍ରହାସିନୀ ମନ୍ଦିରରେ ଅନେକ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ। ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ଅନ୍ୟ କୌଣସି ମନ୍ଦିରର ଏମିତି ରହସ୍ୟମୟ କଥା ଜାଣିବାକୁ ଚାହୁଁଥାନ୍ତି, ତାହେଲେ କମେଣ୍ଟ ବକ୍ସରେ ନିହାତି କମେଣ୍ଟ କରନ୍ତୁ। ଆଗାମୀ ଭିଡ଼ିଓରେ ଆମେ ତାହାକୁ ଦେଖାଇବା ପାଇଁ ଚେଷ୍ଟା ଓ ପ୍ରଚେଷ୍ଟା କରିବୁ। ଏମିତି ଜ୍ଞାନ ଭିତ୍ତିକ ଖବର ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ଏବେ ହିଁ କରନ୍ତୁ। ଜୟ ଜଗନ୍ନାଥ।